ସନ୍ଧ୍ୟାବତୀ ଦେବାର 5ଟି ନିୟମ। ହଁ ସାଙ୍ଗମାନେ, ଯଦି ଆପଣ ଏହି 5ଟି ନିୟମକୁ ପାଳନ କରୁଛନ୍ତି, ତେବେ ଆପଣଙ୍କର ଘରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦାସର୍ବଦା ରହିଥାଏ। ବିବାହିତ ମହିଳାମାନେ ସନ୍ଧ୍ୟା ସମୟରେ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ? ସନ୍ଧ୍ୟା ସମୟରେ ଆପଣ କ'ଣ ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣମାନଙ୍କ ସହ ପ୍ରାପ୍ତ ହୋଇଥାଏ, ମୁଁ ଏହି ଭିଡ଼ିଓରେ ସର୍ବପ୍ରଥମେ କହିବାକୁ ଯାଉଛି। ସାଙ୍ଗମାନେ, ସନ୍ଧ୍ୟା ସମୟ ଯାହାକି ଦିନର ଅନ୍ତ ହେଉଥିବ ଆଉ ରାତିର ଆରମ୍ଭ ହେଉଥିବ, ଏହି ସମୟକୁ ହିଁ ସନ୍ଧ୍ୟା ସମୟ ବୋଲି ମାନାଯାଇଥାଏ। ସାଙ୍ଗମାନେ, ସବୁଠୁ ପ୍ରଥମ କଥା ହେଲା, ଯେଉଁମାନେ ବି ସନ୍ଧ୍ୟା ଦେଉଛନ୍ତି ତାର ସଠିକ୍ ସମୟ ଜାଣିବା ନିହାତି ଆବଶ୍ୟକ। ଆଉ ହଁ, ଅନେକ ଲୋକ ଏମିତି ବି ଅଛନ୍ତି ଯିଏକି ସନ୍ଧ୍ୟା ସମୟର ସଠିକ୍ ସମୟ ନ ଜାଣିକି ମଧ୍ୟ ସନ୍ଧ୍ୟା ଦେଇଥାନ୍ତି, ଯାହାଦ୍ୱାରା ମା ଲକ୍ଷ୍ମୀ ସେହି ଲୋକମାନଙ୍କ ଉପରେ ବହୁତ ରାଗିବାକୁ ଲାଗିଥାନ୍ତି। ଏବଂ ଏପରି ଅନେକ ଲୋକ ଅଛନ୍ତି ଯିଏକି ଦିନରେ ଆମିଷ ଭୋଜନ କରିକି ବି ସେମାନେ ସନ୍ଧ୍ୟା ଦେଇଥାନ୍ତି। ଏମିତି କରିବାଟା ଭୁଲ ଅଟେ। ପ୍ରତ୍ୟେକ ବିବାହିତ ମହିଳାମାନେ ଯିଏ ସନ୍ଧ୍ୟା ଦୀପ ଦେଉଛନ୍ତି, ସେମାନେ ଏହି 5ଟି କଥା ଜାଣି ରଖିବା ନିହାତି ଜରୁରୀ ଅଟେ, ନଚେତ୍ ସେମାନେ ଦରିଦ୍ରତାର ଶିକାର ହୋଇଥାନ୍ତି। ଆଉ ଗୋଟିଏ କଥା ସାଙ୍ଗମାନେ, ଯେଉଁ ଘରେ କେବେ ହେଲେ ବି ସନ୍ଧ୍ୟା ଦୀପ ଦିଆଯାଏ ନାହିଁ, ସେହି ଘରର ଉନ୍ନତି କେବେ ବି ହୋଇପାରି ନଥାଏ। ସାଙ୍ଗମାନେ, ଆସନ୍ତୁ ଏହି ଭିଡ଼ିଓରେ ଆମେ ଜାଣିବା କି ସନ୍ଧ୍ୟା ଦେବା ସମୟରେ କେଉଁ କେଉଁ ନିୟମ ସବୁକୁ ମାନି ରଖିବା ନିହାତି ଜରୁରୀ ଅଟେ। ଏହାକୁ ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ବାସ୍ ଗୋଟିଏ ହିଁ ଅନୁରୋଧ, ଭିଡ଼ିଓଟି ଯଦି ଭଲ ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ଜୟ ମା ଲକ୍ଷ୍ମୀ। ଆପଣମାନେ ଦେଖୁଥିବେ, ଯେଉଁ ଘରେ ସନ୍ଧ୍ୟା ଦୀପ ଠିକ୍ ସମୟରେ ଦିଆ ହେଉଥିବ, ସେହି ଘରର ଉନ୍ନତି ବହୁତ ଶୀଘ୍ର ହିଁ ହୋଇଥାଏ ଏବଂ ସେମାନେ ଯେଉଁ କ୍ଷେତ୍ରରେ ବି ହାତ ଦିଅନ୍ତି ନା, ସେହି ଖେଳରେ ସେମାନେ ବିଜୟ ହାସଲ କରିପାରିଥାନ୍ତି। ବର୍ତ୍ତମାନ ଜାଣିବା ସନ୍ଧ୍ୟା ଦୀପଟି କିପରି ଲଗାଇବେ ଆଉ ଘରର କେଉଁ କେଉଁ ଜାଗାରେ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଦାୟକ ହିଁ ହୋଇଥାଏ। ସର୍ବପ୍ରଥମେ ଠାକୁରଙ୍କ ଘରେ ଲଗାଇବା ଉଚିତ। ତାପରେ ଆପଣଙ୍କ ତୁଳସୀ ଗଛ ପାଖରେ ଗୋଟିଏ ଦୀପକୁ ପ୍ରଜ୍ୱଳନ କରିବେ ଆଉ 7 ଥର ଓମ୍ ନମଃ ଭଗବତେ ବାସୁଦେବାୟ କହିକି ନାରାୟଣକୁ ମନେ ମନେ ସ୍ମରଣ କରିବେ। କାହିଁକି ନା ଏହି ମନ୍ତ୍ର ସ୍ମରଣ କରିବା ଦ୍ୱାରା ମା ଲକ୍ଷ୍ମୀ ସେହି ଜାଗାରେ ଆପେ ଆପେ ପ୍ରସନ୍ନ ହୋଇଥାନ୍ତି। ଆପଣମାନେ କେବେ ହେଲେ ବି ମନରେ ରାଗ ଆଉ ଅଭିମାନ ରଖିକି ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବେ ନାହିଁ। ସବୁବେଳେ ମନରେ ନିଃସ୍ୱାର୍ଥପର ଭାବନା ରଖିକି ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଦେଖିବେ, ମା ଆପଣଙ୍କ ଡାକ ନିଶ୍ଚୟ ଶୁଣିବେ ଆଉ ଆପଣ ମନରେ ଭାବିଥିବା ଯେକୌଣସି ସମସ୍ୟାକୁ ସେ ପୂରଣ କରିବେ। ଆଉ ଗୋଟିଏ କଥା ହେଲା, ଆପଣ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ବେଳେ ଶୌଚ ହେଇକି ଅଧା ସ୍ନାନ କରିଦିଅନ୍ତୁ। କାହିଁକି ନା ଆପଣ ଯେତେବେଳେ ବି ପୂଜା କରୁଛନ୍ତି, ସେତେବେଳେ ସବୁ କାମ ସାରିକି ହିଁ ପୂଜାର୍ଚ୍ଚନା କରିବା ନିହାତି ଜରୁରୀ ଅଟେ। ଏହା କରିବା ଦ୍ୱାରା ମାଙ୍କ ଆଶୀର୍ବାଦ ସବୁବେଳେ ତୁମ ଉପରେ ହିଁ ରହିଥାଏ। ଆପଣଙ୍କର ଘରେ ଝାଡ଼ୁ ବୁଲାଇବା ଆଉ କେଶ କୁଣ୍ଡାଇବା ଏସବୁ କାମକୁ ସନ୍ଧ୍ୟା ନହେବା ପୂର୍ବରୁ ହିଁ କରିଦେବା ଉଚିତ। ଆଉ ଏସବୁକୁ ପାଳନ ନ କରିଲେ
ନିଜର ଘରକୁ ମାଡ଼ି ଆସିଥାଏ ଘୋର ଦରିଦ୍ରତା। ତ ସାଙ୍ଗମାନେ ଆଜିର ଭିଡ଼ିଓଟିକୁ ମୁଁ ଏଇଠି ଶେଷ କରୁଛି। ତା ପୂର୍ବରୁ ମୁଁ ଗୋଟିଏ କଥା କହି ରଖୁଛି ଯେ ଯଦି ମୋର ଚ୍ୟାନେଲରେ ସବୁ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥାଏ ତେବେ ନିହାତି ଭାବରେ ଗୋଟିଏ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ ଅନ୍ କରିକି ରଖନ୍ତୁ, ଯାହାଦ୍ୱାରା ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ସାହାଯ୍ୟରେ ପହଞ୍ଚି ପାରିବ। ରହୁଛି। ଜୟ ଜଗନ୍ନାଥ।